ଦିଗାମ୍ବରପୁର ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକ ମୃତ। ହୋଲି ଖେଳ ହେଲା କାଳ। ହୋଲି ଖେଳି ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇ ନାବାଳକ ମୃତ। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଖପୁରା ଥାନା ଅଧୀନସ୍ଥ ଦିଗାମ୍ବରପୁର ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ଜଖପୁରା ଗ୍ରାମର ସଦାନନ୍ଦ ମଲ୍ଲିକଙ୍କ 16 ବର୍ଷର ପୁଅ ସମୀର ମଲ୍ଲିକ ବୋଲି ଜଣାପଡ଼ିଛି। ହୋଲି ଖେଳି ତିନି ସାଙ୍ଗ ଗାଧୋଇବା ପାଇଁ ଦିଗାମ୍ବରପୁର ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ଜଣେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରେ ଖୋଜାଖୋଜି କରିବା ପରେ ସେ ମିଳିନଥିଲେ। ପରିବାର ଲୋକ ଖବର ପାଇ ପହଞ୍ଚି ଖୋଜାଖୋଜି କରିବା ବେଳେ ନାବାଳକ ଜଣଙ୍କର ଗୋଡ଼ରେ ବାଜିଥିଲା ଏବଂ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜଖପୁରା ପୋଲିସ ସୂଚନା ପାଇ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ବୁଧବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି। ସେପଟେ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି।